ସୁଭଦ୍ରା ଯୋଜନା ଆମ ନୂଆ ମୁଖ୍ୟମନ୍ତ୍ରୀ ଡିକ୍ଲେୟାର କରିଛନ୍ତି କି ଆଗାମୀ 100 ଦିନ ମଧ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ। ତ କେଉଁମାନେ ସବୁ ପାଇବେ ଆଉ କ'ଣ ସବୁ ଡକୁମେଣ୍ଟ ଦରକାର ଆଉ ବୟସ ସୀମା କେତେ ସବୁ କ'ଣ ସବୁ ଦରକାର। ତ ଚାଲନ୍ତୁ ଆଜିର ଭିଡ଼ିଓରେ ବର୍ତ୍ତମାନ ଆମେ ଜାଣିବା। ତା ପୂର୍ବରୁ ଚ୍ୟାନେଲ ଯଦି ଆପଣମାନେ ନୂଆ ଅଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ପାଖରେ ଆସୁଥିବା ବେଲ୍ ଆଇକନ୍କୁ ଅଲ୍ ସିଲେକ୍ଟ କରନ୍ତୁ। ଯେତେବେଳେ ମୁଁ ନୂଆ ଭିଡ଼ିଓଟି ଅପଲୋଡ଼ କରିବି ତ ତାର ନୋଟିଫିକେସନଟି ଆପଣମାନଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିବ। ତ ଚାଲନ୍ତୁ ଫ୍ରେଣ୍ଡସ୍ ଆଜିର ଭିଡ଼ିଓଟି ଆମେ ବର୍ତ୍ତମାନ ଷ୍ଟାର୍ଟ କରିବା। ତ ସୁଭଦ୍ରା ଯୋଜନା ଆଗାମୀ 100 ଦିନ ମଧ୍ୟରେ ଲାଗୁ କରିବାକୁ ଆମ ନୂଆ ମୁଖ୍ୟମନ୍ତ୍ରୀ କହିଛନ୍ତି। ନା ଏଥିପାଇଁ କେଉଁମାନେ ସବୁ ଆପ୍ଲାଏ କରିପାରିବେ ନା ଯେଉଁମାନଙ୍କ ପାଖରେ ରାସନ କାର୍ଡ଼ ଅଛି ତ ସେଇମାନେ ଏହି ଯୋଜନାର ଲାଭ ପାଇପାରିବେ। ପ୍ରତ୍ୟେକ ଘରର ଜଣେ ଜଣେ ଆପ୍ଲାଏ କରିପାରିବେ। ଯାହାର ରାସନ କାର୍ଡ଼ ଅଛି ସେମାନେ ଆପ୍ଲାଏ କରିପାରିବେ। ବୟସ ସୀମା କେତେ ହେଇଥିବା ଦରକାର ନା ବୟସ 23ରୁ 59 ବର୍ଷ ଭିତରେ ହେଇଥିବାର ଅଛି, ତାହେଲେ ଆପଣମାନେ ଆପ୍ଲାଏ କରିପାରିବେ। ନା ଏଥିପାଇଁ କ'ଣ ସବୁ ଡକୁମେଣ୍ଟ ଦରକାର ନା ଏଥିପାଇଁ ଡକୁମେଣ୍ଟ ସବୁ ଦରକାର ଆପଣଙ୍କର ଆଧାର କାର୍ଡ଼, ବ୍ୟାଙ୍କ ପାସବୁକ୍, ଫଟୋ, ମୋବାଇଲ ନମ୍ବର, ରେସିଡେଣ୍ଟ ସାର୍ଟିଫିକେଟ୍। ମନେ ରଖନ୍ତୁ ଆପଣଙ୍କର ରେସିଡେଣ୍ଟ ସାର୍ଟିଫିକେଟ୍ ଯେଉଁମାନେ ଆପ୍ଲାଏ କରିଛନ୍ତି ତ ସେମାନଙ୍କର ରେସିଡେଣ୍ଟ ସାର୍ଟିଫିକେଟ୍ ଆବଶ୍ୟକ। ତ ଆପଣଙ୍କର ଆଉ କାଷ୍ଟ ସାର୍ଟିଫିକେଟ୍ ଦରକାର। ତ ଯେଉଁମାନେ ST SC ସେମାନଙ୍କର କାଷ୍ଟ ସାର୍ଟିଫିକେଟ୍ ଆବଶ୍ୟକ ପଡ଼ିବ। ଆପଣଙ୍କର ଘରପଟା ବା ଜମିପଟା ଦରକାର ପଡ଼ିବ। ନା ଏଥିରେ ଆମେ କ'ଣ ସବୁ ଲାଭ ପାଇବା ନା ଏଥିରେ ଆପଣମାନଙ୍କୁ 50,000 ଟଙ୍କାର ଭାଉଚର ମିଳିବ। ମନେ ରଖନ୍ତୁ 2 ବର୍ଷରେ 50,000 ଟଙ୍କାର ଭାଉଚର ମିଳିବ। ବର୍ଷକୁ 25,000 ଟଙ୍କା ଆପଣଙ୍କୁ ଟଙ୍କା ମିଳିବନି। ମନେ ରଖନ୍ତୁ ଆପଣଙ୍କୁ ଟଙ୍କା ମିଳିବନି, ଭାଉଚର ମିଳିବ। ସେଇ ଭାଉଚର ସାହାଯ୍ୟରେ ଆପଣମାନେ କିଛି ସେମିନାର ବାକି ଜିନିଷ ଗୁଡ଼ାକ ସବୁ କିଣିପାରିବେ। ତ ବର୍ତ୍ତମାନର ଅପଡ଼େଟ୍ ଏଇଆ ଥିଲା। ତ ବହୁତ ସାରା ବି ଅପଡ଼େଟ୍ ଆସିଛି। ତ ଏଇ ଅପଡ଼େଟ୍ଟି ଆପଣମାନଙ୍କୁ ଜଣାଇବାର ଥିଲା ତ ମୁଁ ଜଣାଇ ସାରିଛି। ତ ବର୍ତ୍ତମାନ ମୁଁ ଯେତିକି ଜାଣିଥିଲି ଆପଣମାନଙ୍କୁ ମୁଁ ସେତିକି ସବୁ ଜଣାଇ ସାରିଲି। ଆଉ ଏମିତି ଆପ୍ଲାଏ କରିବା ପାଇଁ କିଛି ଅନଲାଇନ୍ ପୋର୍ଟାଲ୍ ବା ଅନଲାଇନ୍ କିଛି ୱେବସାଇଟ୍ ଲିଙ୍କ୍ ଏମିତି କିଛି ବାହାରିନି। ଯେତେବେଳେ ଅନଲାଇନ୍ ପୋର୍ଟାଲ୍ ବାହାରିବ ତ ମୁଁ ଆପଣମାନଙ୍କୁ ଏଇ ଚ୍ୟାନେଲ୍ ମାଧ୍ୟମରେ ମୁଁ ଆପଣମାନଙ୍କୁ ଜଣାଇଦେବି।